ଆଜିର ଗପ ସୁବର୍ଣ୍ଣ ସ୍ପର୍ଶ। ଘରେ ଜଣେ ରାଜା ଥିଲେ। ତାଙ୍କର କାମ ଏବଂ ବ୍ୟବହାରରେ ସନ୍ତୁଷ୍ଟ ହୋଇ ଜଣେ ଦେବତା ତାଙ୍କୁ ଏକ ବର ପ୍ରଦାନ କରିବାକୁ ଚାହିଁଲେ। କହିଲେ, ରାଜା, ଯାହା ମାଗିବ ମାଗ, ମୁଁ ତୁମର ଇଚ୍ଛା ପୂରଣ କରିବି। ରାଜା ବହୁତ ଖୁସି ହେଲେ। ରାଜା ଟିକେ ଲୋଭୀ ଥିବାରୁ ସେ କହିଲେ, ହେ ଦେବତା, ମୋତେ ଏହି ବର ଦିଅ କି ମୁଁ ଯେଉଁ ଜିନିଷକୁ ଛୁଇଁବି ତାହା ସୁନା ହୋଇଯିବ। ଦେବତା ପ୍ରଥମେ ମନା କଲେ। କହିଲେ, ଏମିତି ବର ନେଲେ ତୁମେ ବିପଦରେ ପଡ଼ିବ। ତାଙ୍କୁ ଏପରି ନ କରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ରାଜା ନିଜ ଜିଦିରେ ଅଟକି ରହିଲେ। ଦେବତା ତଥାସ୍ତୁ କହି ଚାଲିଗଲେ। ରାଜା ଉତ୍ସାହିତ ହୋଇ ସବୁ କିଛି ଛୁଇଁବା ଆରମ୍ଭ କରି ସୁନାରେ ପରିଣତ କଲେ। ଆଉ ପ୍ରସନ୍ନ ହେଲେ। ରାଜପ୍ରସାଦର ଖଟ, ପଲଙ୍କ, କାନ୍ଥ, ବାଡ଼ ସବୁ ସୁନାରେ ପରିଣତ କରି କରି ତାଙ୍କୁ ଭୋକ ଲାଗିଲା। ସେ ଭୋଜନ ଛୁଇଁବା ମାତ୍ରେ ଭୋଜନ ସୁନା ହୋଇଗଲା। ସେ କିଛି ଖାଇପାରିଲେ ନାହିଁ। ସେ ପାଣି ମାଗିଲେ କିନ୍ତୁ ପିଇ ପାରିଲେ ନାହିଁ। ପାଣି ଗ୍ଲାସ ସହିତ ସୁନାରେ ପରିଣତ ହେଲା। ରାଜା କ'ଣ କରିବେ ବୁଝିପାରିଲେ ନାହିଁ। ତାଙ୍କର ପ୍ରିୟ ଝିଅ ତାଙ୍କୁ ଦେଖି ତାଙ୍କ କୋଳରେ ବସିବ ବୋଲି ଦୌଡ଼ି ଆସିଲା। ରାଜା ତାକୁ ମଧ୍ୟ ଆଲିଙ୍ଗନ କରିବାକୁ ଦୌଡ଼ିଗଲେ। ଛୁଇଁବା ମାତ୍ରେ ଝିଅ ସୁନାର ମୂର୍ତ୍ତିରେ ପରିଣତ ହୋଇଗଲା। ସେ ଅନୁଭବ କଲେ ସୁବର୍ଣ୍ଣ ସ୍ପର୍ଶ ବର ତାଙ୍କ ପାଇଁ ଆଶୀର୍ବାଦ ନୁହେଁ, ଅଭିଶାପ ହୋଇ ଆସିଛି। ରାଜା ଦେବତାଙ୍କୁ ପ୍ରାର୍ଥନା କଲେ ବର ଫେରେଇ ନେବା ପାଇଁ। ଦେବତା ପ୍ରକଟ ହେଲେ ଏବଂ ବର ଫେରେଇ ନେଲେ। ସବୁ ପୂର୍ବ ପରି ହୋଇଗଲା। ରାଜା ଖୁସିରେ ରହିଲେ। ନୀତି କଥା, ଲୋଭ ମଣିଷକୁ ପତନ ଆଡ଼କୁ ଟାଣିନିଏ। ପୁଣି ଆରଥରକୁ। ଧନ୍ୟବାଦ।